ନା ତାପରେ ପ୍ରଚେତା ମାନେ ଦେଖିବାକୁ ପାଇଲେ ତପ୍ତ କାଞ୍ଚନ କାନ୍ତି ଯୁକ୍ତ ନୀଳକଣ୍ଠ ଭକ୍ତଗଣ ପ୍ରସାଦ ଉନ୍ମୁଖ ଦେବ ଶ୍ରେଷ୍ଠ ତ୍ରିଲୋଚନ ଅନୁଚର ବର୍ଗଙ୍କ ସହିତ ସେହି ସରୋବରରୁ ଉଠୁଛନ୍ତି। ଗନ୍ଧର୍ବ ଆଦି ଦେବତା ମାନେ ତାଙ୍କର ପଶ୍ଚାତ ସ୍ତୁତି ଗାନ କରିକିନି ତାଙ୍କ ପଛରେ ଅନୁଗମନ କରୁଛନ୍ତି। ପ୍ରଚେତା ମାନେ ଏହାକୁ ଦେଖି ଅତିଶୟ କୌତୁହଳ ବିଶିଷ୍ଟ ହେଲେ। ଆଉ କୌତୁହଳ ହେବା ପରେ ସେଇ ଦେବାଦିଦେବ ମହାଦେବଙ୍କୁ ପ୍ରଣାମ କଲେ। ଦେବଙ୍କୁ ପ୍ରଣାମ କରୁଛନ୍ତି। ଆମେ ଯେତେବେଳେ ଯାଉ ଶିବଙ୍କ ମନ୍ଦିରକୁ ବନ୍ଦେ ଦେବ ଉମାପତି ସୁରଗୁରୁ ବନ୍ଦେ ଜଗତ କାରଣମ୍ ବନ୍ଦେ ପର୍ଣଗ ଭୂଷଣଂ ମୃଗଧରା ବନ୍ଦେ ପଶୁନାଂ ପତି ବନ୍ଦେ ସୂର୍ଯ୍ୟ ଶଶାଙ୍କ ବର୍ଣ୍ଣି ନୟନମ୍ ବନ୍ଦେ ମୁକୁନ୍ଦ ପ୍ରିୟମ୍ ବନ୍ଦେ ଭକ୍ତ ଜନା ସୟଞ୍ଚ ବରଦୌ ବନ୍ଦେ ଶିବ ଶଙ୍କରମ୍। ସାଧାରଣତଃ ଶିବ ଅର୍ଥ ହଉଛି ମଙ୍ଗଳ, ଶିବ ଧାର୍ମିକ, ଶିବ ଶାନ୍ତ, ଶିବ ସରଳ, ଶିବ ଶାନ୍ତ ସରଳ ସ୍ୱଭାବର ଲୋକମାନଙ୍କର ରକ୍ଷକ। ତେଣୁ ପ୍ରଚେତା ରାଜକୁମାର ମାନଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇ କହିଲେ ସୁନ୍ଦର ଭାବରେ। ସେ କଥାକୁ ମଧ୍ୟ ଲେଖା ଯାଉଛି। କହିଲେ କଣ ନା ଶିବ କହୁଛନ୍ତି ରୁଦ୍ରବାଚ କହିଲେ ହେ ପୁତ୍ରେ ଶୁଣ ମୋ ଉତ୍ତର ହରି ଭକତେ ପ୍ରିୟ ମୋର ଭକତ ଜନମ ହୃଦୟ ଏଣୁ ଭକତ ମୋର ପ୍ରିୟ ଯେ ଯୋଗେଶ୍ୱର ବାସୁଦେବ ଯାହାର ନାମ ଦୟାର୍ଣ୍ଣବ ତ୍ରିଗୁଣ ପରେ ଯାବି ହାର ଗୋବିନ୍ଦ ପ୍ରଧାନ ପୁରୁଷ ଈଶ୍ୱର ଗୋବିନ୍ଦ। ଶିବ କହିଲେ ତୁମେ ମାନେ ସମସ୍ତ ରାଜା ପ୍ରାଚୀନ ବରିହୀଙ୍କର ପୁତ୍ର। ମୁଁ ତୁମ ମାନଙ୍କର ସଂକଳ୍ପ ଅବଗତ ଅଛି। ତୁମ୍ଭ ମାନଙ୍କର ମଙ୍ଗଳ ହେଉ। ତୁମ୍ଭ ମାନଙ୍କ ପ୍ରତି ଅନୁଗ୍ରହ ପ୍ରକାଶ କରିବା ପାଇଁ ତୁମ୍ଭ ମାନଙ୍କୁ ଏଠାରେ ଦର୍ଶନ ପ୍ରଦାନ କଲି। ଶିବ ଏକଥା କହୁଛନ୍ତି ଯେ ଯେଉଁ ବ୍ୟକ୍ତି ପ୍ରକୃତି ଓ ପୁରୁଷର ନିୟନ୍ତ୍ରଣକାରୀ ଭଗବାନ ବାସୁଦେବଙ୍କ ଚରଣରେ ଶରଣାଗତ ହୁଅନ୍ତି ସେ ମୋର ଅତ୍ୟନ୍ତ ପ୍ରିୟ। ଜଗନ୍ନାଥ ଦାସ ତାକୁ ଲେଖିଲେ ପରା କହିଲେ ଯେ ତାଙ୍କ ଭକତ ଯେତେ ଜନ ସେ ମୋର ଅଟନ୍ତି ଜୀବନ। ତେଣୁ ମାନେ ବିଷ୍ଣୁ ଭକ୍ତ ସେମାନେ ହିଁ ଶିବ ଭକ୍ତ। କେବଳ ଶିବଙ୍କୁ ଭକ୍ତି କଲେ ବିଷ୍ଣୁ ପ୍ରୀତ ହୁଅନ୍ତି ନାହିଁ କି ଶିବ ବି ପ୍ରୀତ ହୁଅନ୍ତି ନାହିଁ। ଶିବ କହନ୍ତି ଯଦି ବିଷ୍ଣୁଙ୍କୁ ପ୍ରୀତ କରୁଛ ତାହେଲେ ତମେ ମୋର ଭକ୍ତ। ଯୋଉ କଥା ଗୀତାରେ ଭଗବାନ କହିଛନ୍ତି ସେଇ ସପ୍ତମ ଅଧ୍ୟାୟରେ କଣ କହିଲେ ନା ଜ୍ଞାନ ବିଜ୍ଞାନ ଯୋଗରେ କହିଲେ ବହୁନାମ ଜନ୍ମ ନାମନ୍ତେ ଜ୍ଞାନବାନମାଂ ପ୍ରପଦ୍ୟତେ ବାସୁଦେବ ସର୍ବମିତି ସମହାତ୍ମା ସୁଦୁର୍ଲଭ। କହିଲେ ରେ ଅର୍ଜୁନ ବହୁ ବହୁ ଜନ୍ମ ବିତେଇଲା ପରେ ପ୍ରକୃତରେ ଜ୍ଞାନବାନ ମତେ ସର୍ବ କାରଣର କାରଣ ବୋଲି ଜାଣି ମୋ ଠାରେ ପ୍ରପନ୍ନ ହୁଏ। ଏ ପ୍ରକାର ମହାତ୍ମା ଅତି ଦୁର୍ଲଭ ଅଟନ୍ତି। ତେଣୁ ଏକଥା ଶିବ କହିବା ପରେ ଶିବ ଆହୁରି କହୁଛନ୍ତି ଯେ ମାନବ ସ୍ୱଧର୍ମ ଆଚରଣ କରି ଶତ ଜନ୍ମ ପରେ ବ୍ରହ୍ମା ପଦ ପ୍ରାପ୍ତ ହୁଏ। ମୋର ଏଇଠି ଗୋଟିଏ କଥା ଆପଣ ମାନଙ୍କୁ କହିବା କଥା ବ୍ରହ୍ମା କେହି ଜଣେ ନୁହେଁ। ବ୍ରହ୍ମା ଗୋଟେ ପଦ। ଭଗବାନ ସୃଷ୍ଟି ପରେ ସୃଷ୍ଟି ଚାଲିଛି ପ୍ରଳୟ ଆସିବ। ଯୋଉ ପଦ ସୃଷ୍ଟି କର୍ତ୍ତା ବୋଲି ଆମେ ବ୍ରହ୍ମାଙ୍କୁ କହୁଛେ ମନୁଷ୍ୟ ମଧ୍ୟ ଧର୍ମ ଆଚରଣ କରି ସେ ପଦରେ ଅଧିଷ୍ଠିତ ହେଇପାରିବ। ଇନ୍ଦ୍ର ପଦ ପାଇପାରିବ, ବରୁଣ ପଦ ପାଇପାରିବ, ଅଗ୍ନି ଦେବତାଙ୍କ ପଦ ପାଇପାରିବ। ପ୍ରତି ମନୁଷ୍ୟ ସେଇଥିପାଇଁ ଭାଗବତ କଣ କହେ କହିଲେ ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖିସ ତୋଷ ଭଗବାନ। ଆଜି ସମାଜ କଳୁଷିତ ହେଇନି, ଆଜି ମଣିଷର ମନ କଳୁଷିତ ହେଇଛି। କଳୁଷିତ ମନକୁ ଶୁଦ୍ଧିକରଣ କରିବା ପାଇଁ ତାକୁ ବିଶୁଦ୍ଧ କରିବା ପାଇଁ ଆମ ସନାତନ ହିନ୍ଦୁ ଧର୍ମ ଯୋଉ ଧର୍ମଶାସ୍ତ୍ର କଥା କୁହାଯାଉଛି ତାକୁ ଗୁରୁତ୍ୱ ଦବାର ଯଥେଷ୍ଟ ଆଜିର ସମାଜ ଦାବି କରେ। ତେଣୁ ଯେତେବେଳେ ମନୁଷ୍ୟ ମଧ୍ୟ ଶତ ଜନ୍ମ ପରେ ବ୍ରହ୍ମା ପଦ ପାଇପାରେ ତାହେଲେ ଅଧିକ ପୁଣ୍ୟ ଆଚରଣ କଲେ ଶିବ କହୁଛନ୍ତି ଯେ ଶିବତ୍ୱ ମଧ୍ୟ ପ୍ରାପ୍ତ ହବ। କିନ୍ତୁ ଯେଉଁ ବ୍ୟକ୍ତି ଭଗବାନ ବିଷ୍ଣୁଙ୍କ ଠାରେ ସମ୍ପୂର୍ଣ୍ଣ ରୂପେ ପ୍ରପନ୍ନ
अर्थात ऐकांतिक भक्ति आचरण करती से अविलंबे अर्थात देहांते बा मृत्युर अन्य नाम देहांतर यात्रा देहांतीत विष्णुंकर पद बा धाम लाभ